ଦୋକାନ ରେ ନିଆଁ ଲଗେଇବା ନେଇ ଥାନାରେ ଏତଲା ଦେଲେ ବୃଦ୍ଧ। ଦୋକାନ ଭିତରେ ଜଣେ ବୃଦ୍ଧ ବ୍ୟକ୍ତି ରାତିରେ ଶୋଇଥିବା ସମୟରେ କିଛି ବ୍ୟକ୍ତି ତାଙ୍କ ଦୋକାନ ଭିତରେ ନିଆଁ ଲଗେଇ ଦେଇଛନ୍ତି। ଏନେଇ ବୃଦ୍ଧ ଜଣକ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ମୁତାବକ ମାର୍ଶାଘାଇ ଥାନା ଅଧୀନ ବଡକୂଳ ଗ୍ରାମ ପଞ୍ଚାୟତର ଦଇମାଛ ଗ୍ରାମର ବଳରାମ ରାଉତ 79 ବର୍ଷୀୟ ବୃଦ୍ଧ ଶୁକ୍ରବାର ରାତିରେ ତାଙ୍କ ଦୋକାନ ଭିତରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ଦୋକାନ ଆଗରେ ଢୋ ଢୋ ଶବ୍ଦ ଶୁଣିଥିଲେ। କିଛି ସମୟ ପରେ ଦୋକାନ କବାଟ ବାଡେଇବା ଶୁଣି ଭୟଭୀତ ହୋଇ ପଡିଥିଲେ ବଳରାମ ବାବୁ। ସେ ଭୟରେ ଦୋକାନ କବାଟ ନ ଖୋଲିବାରୁ ଦୋକାନ ସ୍କାଇଲାଇଟ ଭାଙ୍ଗି ଭିତରକୁ ନିଆଁ ହୁଳା ପକେଇବାରୁ ଦୋକାନ ଥିବା ଫ୍ରିଜ କିଛି ସାମଗ୍ରୀ ଓ ବଳରାମ ବାବୁ ଘୋଡ଼ାଇଥିବା କମଳରେ ନିଆଁ ଲାଗିଯିବାରୁ ସେ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲେ। ବାହାରେ ସେ ନିଜ ଗ୍ରାମ ଓ ପାଖ ଗ୍ରାମର କିଛି ବ୍ୟକ୍ତିଙ୍କୁ ବାହାରେ ଛିଡା ହୋଇଥିବା ଦେଖି ଅସଭ୍ୟ ଭାଷାରେ ମଧ୍ୟ ତାକୁ ଗାଳି ଗୁଲଜ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବଳରାମ ବାବୁ। ଏକଥା ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ତାଙ୍କ ଟାର୍ଗେଟରେ ଅଛନ୍ତି। ଏନେଇ ବଳରାମ ବାବୁ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।